ରାଷ୍ଟ୍ରଦୀପ ପ୍ରସାର ସମିତିର ମହାବିଷୁବ ମିଳନ। ଦାମନଯୋଡ଼ି ଶିଳ୍ପାଞ୍ଚଳରେ ଥିବା ଅଗ୍ରଣୀ ସାମାଜିକ ସଂସ୍ଥା ସଂଗଠନ ରାଷ୍ଟ୍ରଦୀପ ପ୍ରସାର ସମିତି ପକ୍ଷରୁ ଗତ ବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଯାଇଥିବା 32ତମ ମହାବିଷୁବ ମିଳନ 2025 କାର୍ଯ୍ୟକ୍ରମ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି। ସେକ୍ଟର 1 ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ସଭାପତି ତଥା ନାଲ୍କୋ ଖଣି ବିଭାଗ ସମୂହ ମହାପ୍ରବନ୍ଧକ ପୁରୁଷୋତ୍ତମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ବାଣିଜ୍ୟ, ପରିବହନ, ଇସ୍ପାତ ତଥା ଖଣି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହିତ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟ ଟିଟିଲାଗଡ଼ର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଥିଲେ। ଅନ୍ୟପକ୍ଷରେ କୋରାପୁଟ ବିଧାୟକ ରଘୁରାମ ମାଛ, ନାଲ୍କୋ ପ୍ରକଳ୍ପ ଆଲୁମିନା ଓ ପରିଷଦ ବିଭାଗ ସମୂହ ମହାପ୍ରବନ୍ଧକ ୱାଇ.କେ. ଭାସ୍କର, ସୁନାବେଡ଼ା ଗୌଡ଼ିଆ ମଠର ମଠାଧୀଶ ପର୍ବତ ମହାରାଜ, କୁନ୍ଦୁଲି ଆଦିମ ଗୁରୁକୁଳ ଆଶ୍ରମ ଆଚାର୍ଯ୍ୟ ମନୁଦେବ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ସଭାପତି ଶ୍ରୀ ମହାନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଜଳେନ୍ଦ୍ର ତ୍ରିପାଠୀ ସମ୍ପାଦକୀୟ ବିବରଣୀ ପାଠ ସହିତ ମଞ୍ଚ ପରିଚାଳନା କରିଥିଲେ। ଇତି ଅବସରରେ ମୁଖପାତ୍ର ବିଚାର ସରିତା ଉନ୍ମୋଚନ କରାଯାଇଥିଲା। ब्यूरो रिपोर्ट, एबी न्यूज।